जय जगन्नाथ ମୁଁ ଜ୍ଞାନରଞ୍ଜନ ଜେନା ଆପଣମାନଙ୍କୁ ସ୍ୱାଗତ କରୁଛି 2026 କୁ। ଆପଣମାନେ କେମିତି ଅଛନ୍ତି ସମସ୍ତେ ଜଣେଇବେ। ମୁଁ ବି ଭଲରେ ଅଛି। ମୁଁ ଏବେ ଠିଆ ହେଇଛି ଗୋଳକୁଣ୍ଡ ଆମ ଦୋକାନ ସାମ୍ନାରେ, ଦେଖୁଥିବେ ଫେବ୍ରିକେସନ୍। ଏଠି ଗୋଟେ ଆମର ଏଇ ଡାଲା କାମ ହେବ ବୋଲି ଆସିଛି ଗୋଟେ ଅଟୋ ଟାଟା ଆସି। ଏ ହେଲା ମୋ ଦୋକାନ ଆଗ, ଦେଖେଇବି ଆଗକୁ। ଆଜି ଗୋଟେ ବହୁତ ଦୁଃଖ ଲାଗୁଛି 2025, ଯେଉଁଟାକି ମଣିଷର ଥରେ ହରେଇ ଦେଲେ ଆଉ ପାହେନି। ସେଇ ଲାଗୁଛି ଆଜି ଗୋଟେ 2025 ଆମ ପାଇଁ ଶେଷ ଦିନ। ମାତ୍ର ଆଉ 5-6 ଘଣ୍ଟା ଅଛି ହାତରେ। ଗୋଟେ ଜିନିଷ ଆସୁଥିବ ତାକୁ ଏନ୍ଜୟ କରୁଥିବା, ସେଇଟା ତ ଆସିବ, କିନ୍ତୁ ଯେଉଁଟା ଫେରିଯାଏ ହାତରୁ ସରିଯାଏ ଆଉ ଜୀବନରେ ତାକୁ ପାଇବାନି। ସେଥିପାଇଁ ଆପଣମାନେ ଯିଏ ବି ଏ ଭିଡ଼ିଓଟି ଦେଖୁଥିବେ ସମସ୍ତଙ୍କୁ କହୁଛି, ଭାଇ କିଛି ସ୍ମୃତି ରଖିଦେଇ ଯାଇକି ଯେଉଁମାନେ ମନେ ରଖୁଥିବେ, ମନେ ପକାଉଥିବେ। ମଣିଷ ତ ଜନ୍ମ ନେଇଛି, ଜୀବନ ଦିନେ ମରଣ ଦିନେ ସମସ୍ତେ ଜାଣନ୍ତି। କିନ୍ତୁ ଖରାପ ହେଇ ଭଲ ହେଇକି ଆସିଛ, ସେମିତି ଦୁନିଆରେ କିଛି ଭଲ କାମ କରିବା, ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା, ଶାନ୍ତି ଶୃଙ୍ଖଳା, ଏମିତି ମନୋଭାବ ରଖିଲେ ଲୋକ ମରିଗଲା ପରେ ବି ଝୁରିବେ ତମକୁ। ହିଂସାବାଦ, ରାଗ, ଛଳ ଏସବୁ ଛାଡ଼ନ୍ତୁ। ପୁରୁଣା ଜିନିଷ, ପୁରୁଣା ସ୍ମୃତିକୁ ଭୁଲି ଯାଇ ନୂଆ ଜିନିଷକୁ ଆମେ ଆରମ୍ଭ କରିବା କାଲିଠୁ। ଏତିକି ମୋର କହୁଛି, 2026 ସମସ୍ତ ପାଇଁ ଭଲରେ କଟିଯାଉ। ସେଇ ଦିନଟାই କାଲି ଆମ ପାଇଁ ନୂଆ ବର୍ଷ। 2025କୁ ବିଦାୟ ଦେଇ ଆପଣମାନଙ୍କୁ ସମସ୍ତଙ୍କୁ କହୁଛି 2026 ସ୍ୱାଗତ କରିବା। ଆଉ ଆନନ୍ଦରେ ଗୋଟେ କଥା କହୁଛି, ଏଇ ହରେ କୃଷ୍ଣ ମହାମନ୍ତ୍ର ସମୂହ ପାଇଲେ ଟିକେ ଆପଣମାନେ ଜପ କରନ୍ତୁ। କାହିଁକିନା କିଛି ଆମର ଆଧ୍ୟାତ୍ମିକ ଜ୍ଞାନ ବିଷୟରେ ନିହାତି ଜାଣିବା ଦରକାର। ଏ ଯେଉଁ ଆମର ମାଛ ମାଂସ ଖାଦ୍ୟ, ମଦ ମାଂସ ଏସବୁ ଟିକେ ବିରୋଧ କରନ୍ତୁ। ଖାଆନ୍ତୁ କିନ୍ତୁ ଲିମିଟ୍ କରିଦିଅନ୍ତୁ। କାହିଁକିନା ଆଜିକାଲି ସମୟ ଭଲ ନାହିଁ ଭାଇ। ଖାଇ ଦେଉଛନ୍ତି ଆଜି, କାଲି ଦେହ ଖରାପ, ରୋଗ ବେମାରରେ ପଡ଼ୁଛନ୍ତି, ମେଡ଼ିକାଲରେ ପଇସା ଖର୍ଚ୍ଚ କରୁଛନ୍ତି, ସମୟ ୱେଷ୍ଟ କରୁଛନ୍ତି। ସେତିକି ସେଇ ସମୟଟା ଯେମିତି ସମୟ ବଡ଼ ବଳବାନ କହି ରଖୁଛି। ଏତିକି ଆପଣମାନେ ସମୟଟା ବର୍ବାଦ କରନ୍ତୁନି। ଯେତିକି ଯଥା ସମୟ ଆପଣ ନିଜ କର୍ମରେ ଲଗାନ୍ତୁ। ସମୟ ପାଉଛନ୍ତି, ହରେ କୃଷ୍ଣ ମହାମନ୍ତ୍ରଟି ଜପନ୍ତୁ, ଭାଗବତ ଗୀତା ପଢ଼ନ୍ତୁ। ଜୟ ଜଗନ୍ନାଥ ସମସ୍ତେ କୁହନ୍ତୁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆପଣ ଏଇ ମହାମନ୍ତ୍ରକୁ ସମସ୍ତଙ୍କୁ ଶୁଣିବେ। ଆଉ ଏ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।